କୁହୁଡ଼ି ରଜ ମହୋତ୍ସବ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ପାରମ୍ପରିକ ଖେଳକୁଦ ପ୍ରତିଯୋଗିତା, ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ସମେତ ରାଜ୍ୟସ୍ତରୀୟ ମୁକ୍ତ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆମ ଓଡ଼ିଶାର ଗଣପର୍ବ ଭାବରେ ରଜ ପର୍ବକୁ ଗାଁଠାରୁ ସହର ସବୁଠି ସରସ ସୁନ୍ଦର ଭାବରେ ପାଳିତ ହୁଏ। ଏହି ଐତିହ୍ୟ ଓ ପରମ୍ପରାକୁ ଜୀବିତ କରିବା ପାଇଁ ଦୀର୍ଘ 4 ବର୍ଷ ଧରି କୁହୁଡ଼ିଗଡ଼ରେ ପାଳିତ ହୋଇ ଆସୁଛି ରଜ ମହୋତ୍ସବ। ଚଳିତ ମାସ 14 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡ଼ି ଗ୍ରାମ ପଞ୍ଚାୟତ ସମ୍ମୁଖରେ ଥିବା ରଜ ପଡ଼ିଆଠାରେ ମା ବ୍ୟାଘ୍ର ଦେବୀ ସାଂସ୍କୃତିକ ପରିଷଦ ପକ୍ଷରୁ ରଜ ମହୋତ୍ସବ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥର ଗ୍ରାମବାସୀଙ୍କ ସହମତିରେ ନିଆରା ରଜ ମହୋତ୍ସବ ପାଳିତ ହେବ। ପାରମ୍ପରିକ ଖେଳକୁଦ ପ୍ରତିଯୋଗିତା, ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ସମେତ ରାଜ୍ୟସ୍ତରୀୟ ମୁକ୍ତ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ପାରମ୍ପରିକ ପୁଚି ଖେଳ, ଝୋଟି, ଦଉଡ଼ି ଡିଆଁ, ଦୋଳି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦ୍ୱିତୀୟ ଦିବସରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହେବ। ତୃତୀୟ ଦିବସରେ ରକ୍ତଦାନ ଶିବିର ସହିତ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଏହା ସହିତ ପ୍ରତିଦିନ ରାତ୍ର 11 ଘଣ୍ଟିକାରୁ ରାଜ୍ୟସ୍ତରୀୟ ମୁକ୍ତ ନାଟକ ପ୍ରତିଯୋଗିତା ପରିବେଷଣ ହେବ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଂସ୍କୃତିକ ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତତ୍ସହିତ ମୀନା ବଜାର ସमेତ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଷ୍ଟଲ୍ ପ୍ରଦର୍ଶନ ହେବାର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକୁ ସରସ ସୁନ୍ଦର କରିବା ପାଇଁ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀମନ୍ତ ମହାପାତ୍ର ଓ ସଭାପତି ଶ୍ରୀମତୀ ପ୍ରିୟମ୍ବଦା ବେହେରା ବହୁ ସଂଖ୍ୟାରେ ଜନସାଧାରଣ ଆସିବାକୁ ଅନୁରୋଧ କରିଛନ୍ତି। ମା ବ୍ୟାଘ୍ରଦେବୀ ସାଂସ୍କୃତିକ ପରିଷଦ କୁହୁଡ଼ି ସମ୍ପାଦକ ଶ୍ରୀମନ୍ତ ମହାପାତ୍ର। ଆମେ ଚେଷ୍ଟା କରୁଛୁ ରଜ ମହୋତ୍ସବକୁ ପ୍ରଥମେ ଶାନ୍ତି ଶୃଙ୍ଖଳା ଏବଂ ଭାଇଚାରା ବଜାୟ ରଖିବା ପାଇଁ ରଜ ମହୋତ୍ସବ ମାଧ୍ୟମରେ। ଏଥିପାଇଁ ଆମେ ପ୍ରଶାସନିକ ସ୍ତରରେ ଆମର ଫାଣ୍ଡିଠୁ କୁହୁଡ଼ି ଫାଣ୍ଡିଠୁ ଆରମ୍ଭ କରି ଏସ୍ପିଙ୍କ ପର୍ଯ୍ୟନ୍ତ ଖବର ଦେଇଛୁ, ଜଣାଇଛୁ, ସମସ୍ତଙ୍କୁ ନିମନ୍ତ୍ରଣ କରିଛୁ। ବାକି ପ୍ରଶାସନିକ ଅଧିକାରୀମାନଙ୍କୁ ଡାକିଛୁ, ମିଡ଼ିଆ ଭାଇମାନଙ୍କୁ ଡାକିଛୁ। ଆଉ ବାକି ଆମେ ଚେଷ୍ଟା କରୁଛୁ ଗୋଟେ ଭିନ୍ନ ଧରଣର କାର୍ଯ୍ୟକ୍ରମ କରିବା ପାଇଁ ଏଠି ନିଆରା ପରମ୍ପରା ସୃଷ୍ଟି କରିବାକୁ ଆମେ ଚେଷ୍ଟା କରୁଛୁ। ୟା ପଛରେ ମୁଖ୍ୟତଃ ଆମର ସଞ୍ଜୟ ପଟ୍ଟନାୟକ ଖୋର୍ଦ୍ଧା, ତାଙ୍କର ପ୍ରଚ୍ଛନ୍ନ ହାତ ଅଛି। ତାଙ୍କର ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ଆମେ ଏଠି କୁହୁଡ଼ିରେ କରୁଛୁ ଏବଂ ଆମ ସମସ୍ତେ ସିଏ ବି ଆମ ସାଙ୍ଗରେ ଭାଇଚାରାର ହାତ ମିଶାଇଛନ୍ତି। ଆମ ସାଙ୍ଗରେ ସମସ୍ତେ ମିଶି ଏ କାର୍ଯ୍ୟକ୍ରମକୁ ଆମେ ଆଗେଇ ନେବାକୁ ଚେଷ୍ଟା କରୁଛୁ।